ଅନ୍ୟର କଥାକୁ ଶୁଣୁଥିବା କାନ, ସନ୍ଦେହର ଦୃଷ୍ଟି ଆଉ ଦୁର୍ବଳ ମନ କେବଳ ଅସଫଳ ନୁହଁ, ଜୀବନକୁ ନଷ୍ଟ ବି କରିଦେଇଥାଏ। ସ୍ୱାର୍ଥପର ଦୁନିଆରେ କେବେ କାହା ପାଇଁ ଲୁହ ଗଡ଼ାନ୍ତୁନି, କାରଣ ଲୁହ ଗଡ଼ାଇଲେ କେହି ନିଜର ହେଇଯାଇନଥାଏ, ଆଉ ଯିଏ ନିଜର ହେଇଥାଏ ସିଏ କେବେ ଲୁହ ଗଡ଼ାଇବାକୁ ଦେଇନଥାଏ। ସାପର ଦାନ୍ତରେ, ବିଛାର ଡଙ୍କରେ ଆଉ ମଣିଷର ମନରେ କେତେ ଯେ ବିଷ ଭରି ରହିଥାଏ ସେଇଟା ଜାଣିବା କଷ୍ଟକର ନୁହଁ, ଅସମ୍ଭବ ବି ହେଇଥାଏ। ଯେଉଁ ଲୋକ ପାଖରେ ଆପଣଙ୍କ ସମ୍ପର୍କର ମୂଲ୍ୟ କିଛି ନାହିଁ, ସେଭଳି ଲୋକ ସହିତ ସମ୍ପର୍କ ନ ରଖିବାଟା ହିଁ ବୁଦ୍ଧିମାନି ହେଇଥାଏ, କାରଣ ଏଇଟା ଅଭିମାନ ନୁହଁ, ସ୍ୱାଭିମାନ ହେଇଥାଏ। ନିଜର ଖୁସି ଆଉ ନିଜର ଦୁଃଖ କେବେ ବି କୌଣସି ପରିସ୍ଥିତିରେ କାହାକୁ କୁହନ୍ତୁନି, କାରଣ ଆଜିର ଦୁନିଆରେ ଲୋକେ ଖୁସି ଉପରେ ନଜର ଆଉ ଦୁଃଖ ଉପରେ ଲୁଣ ଛିଟା ମାରିବାକୁ ପସନ୍ଦ କରିଥାନ୍ତି। ଯେଉଁ ମଣିଷ ସବୁବେଳେ ନକାରାତ୍ମକ ଭାବନାରେ ବୁଡ଼ି ରହିଥାଏ, ଯେଉଁ ମଣିଷ ସବୁବେଳେ ଦୁଃଖୀ ରହିଥାଏ, ତା ଦୁଆର ମୁହଁରେ ଛିଡ଼ା ହୋଇଥିବା ଖୁସି ବି ବାହାରୁ ହିଁ ଫେରି ଯାଇଥାଏ। ଜୀବନରେ ଛୋଟ ଛୋଟ ଭୁଲକୁ ହିଁ ପ୍ରଥମେ ସୁଧାରିବାକୁ ଚେଷ୍ଟା କରିବା ଦରକାର, କାରଣ ମଣିଷ ପାହାଡ଼ରେ ନୁହଁ, ପଥରରେ ହିଁ ଝୁଣ୍ଟି ପଡ଼ିଥାଏ। ଅନ୍ୟର ହୃଦୟରେ ସେଇମାନେ ପଶି ପାରିଥାନ୍ତି ଯେଉଁମାନଙ୍କର ମନ ସୁନ୍ଦର ହେଇଥାଏ, କାରଣ ଛୁଞ୍ଚିରେ ସେଇ ସୂତା ପଶିଥାଏ ଯେଉଁ ସୂତାରେ ଗଣ୍ଠି ପଡ଼ିନଥାଏ। ଯଦି କେହି ଆପଣଙ୍କୁ ଈର୍ଷା କରୁଛି ତାହେଲେ ତାକୁ ଘୃଣା କରନ୍ତୁନି, ବରଂ ବୁଝିଯାଆନ୍ତୁ ଯେ ଆପଣଙ୍କ ବ୍ୟକ୍ତିତ୍ୱ, ଆପଣଙ୍କ ଦକ୍ଷତା ତାକୁ ଏପରି କରିବାକୁ ବାଧ୍ୟ କରିଛି। ଏତିକି ମନେ ରଖିବେ, ଜ୍ଞାନର ପରୀକ୍ଷା ଏକା ସମସ୍ୟାକୁ ସମାଧାନ କରିବାରେ ହେଇଥାଏ, ଧୈର୍ଯ୍ୟର ପରୀକ୍ଷା ଅସଫଳତାକୁ ସହିବାରେ ହେଇଥାଏ, ଆଉ ବିବେକର ପରୀକ୍ଷା ଅନ୍ୟକୁ ସାହାଯ୍ୟ କରିବାରେ ହେଇଥାଏ। ଯଦି ଆପଣଙ୍କ ମନକୁ କିଏ କଷ୍ଟ ଦେଉଛି, ଆପଣଙ୍କୁ ଈର୍ଷା କରୁଛି କି ଘୃଣା କରୁଛି, ତାହେଲେ ମନ ଦୁଃଖ କରନ୍ତୁନି, ବରଂ ଖୁସି ହୁଅନ୍ତୁ କି ଆପଣ ସଫଳ ଆଉ ଶ୍ରେଷ୍ଠ ଅଟନ୍ତି, କାରଣ ଯେଉଁ ଗଛର ଫଳ ମିଠା ହେଇଥାଏ ସେ ଗଛକୁ ସମସ୍ତେ ଟେକା ଫୋପାଡ଼ିଥାନ୍ତି। ନିଜେ ହିଁ ନିଜର ଶିକ୍ଷକ ହେଇ ନିଜକୁ ଶିକ୍ଷା ଦେବାଟା ହିଁ ସର୍ବଶ୍ରେଷ୍ଠ ଜ୍ଞାନ ହେଇଥାଏ। ଭିଡ଼ ଭିତରେ ବସି କେବେ ଅନ୍ୟର ନିନ୍ଦା କରନ୍ତୁନି, କାରଣ ଆପଣ ସେଠୁ ଚାଲିଗଲା ପରେ ସେଇମାନେ ହିଁ ଆପଣଙ୍କ ନିନ୍ଦା କରିବା ଆରମ୍ଭ କରିଦେଇଥାନ୍ତି। ସମସ୍ତଙ୍କ ପାଖରେ ସମାନ ଆଖି ତ ଅଛି, ହେଲେ ସମାନ ଦୃଷ୍ଟିକୋଣ ନାହିଁ, ଆଉ ଏଇଟା ହିଁ ମଣିଷକୁ ମଣିଷଠୁ ଅଲଗା କରିଦେଇଥାଏ। ଜୀବନରେ ସମସ୍ୟା ସେତେବେଳେ ବଢ଼ିଥାଏ ଯେତେବେଳେ ମଣିଷ ନିଜେ ଭୁଲ କରି ତାକୁ ଅଣଦେଖା କରିଥାଏ ଆଉ ଅସ୍ୱୀକାର ବି କରିଥାଏ, ହେଲେ ଅନ୍ୟ କିଏ ଭୁଲ କଲେ ତାକୁ ନ୍ୟାୟର ଆବଶ୍ୟକତା ହେଇଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ, ସେଥିପାଇଁ କୌଣସି ବି ପରିବର୍ତ୍ତନକୁ ଅସ୍ୱୀକାର ନୁହଁ, ସ୍ୱୀକାର କରନ୍ତୁ, କାରଣ କିଛି ପରିବର୍ତ୍ତନ ସଫଳତା ଦେଇଥାଏ ତ କିଛି ପରିବର୍ତ୍ତନ ସଫଳ ହେବା ପାଇଁ ଶିକ୍ଷା ଦେଇଥାଏ। ଜୀବନରେ ଶାନ୍ତିରେ ରହିବାକୁ ହେଲେ ସେ ଲୋକକୁ କ୍ଷମା କରିଦିଅନ୍ତୁ ଯାହାକୁ ଆପଣ ଭୁଲି ପାରିବେନି, ଆଉ ସେ ଲୋକକୁ ଭୁଲି ଯାଆନ୍ତୁ ଯାହାକୁ ଆପଣ କ୍ଷମା କରିପାରିବେନି। ମିଛ କହିବାଟା ତ ସହଜ ହେଇଥାଏ, ହେଲେ ମିଛ ଜୀବନରେ ସମସ୍ୟାକୁ ନିମନ୍ତ୍ରଣ ଦେଇଥାଏ। ସତ କହିବାଟା କଷ୍ଟକର ହେଇଥାଏ, ହେଲେ ସତ ଜୀବନରୁ ସମସ୍ୟାକୁ ଦୂରେଇ ଦେଇଥାଏ। ଏହି ତିନୋଟି କଥା ଜୀବନରେ ଅଶାନ୍ତି ଆସିବାକୁ ଦେଇନଥାଏ। ଖୁସିରେ ଥିଲାବେଳେ କାହାକୁ କଥା ଦିଅନ୍ତୁନି, କ୍ରୋଧରେ ଥିଲାବେଳେ କାହାକୁ ଉତ୍ତର ଦିଅନ୍ତୁନି, ଆଉ ଦୁଃଖରେ ଥିଲାବେଳେ କୌଣସି ନିଷ୍ପତ୍ତି ନିଅନ୍ତୁନି। ଅହଙ୍କାରୀ ମଣିଷ କେବେ କ୍ଷମା ମାଗିନଥାଏ, ଦୁର୍ବଳ ମଣିଷ କେବେ କ୍ଷମା ଦେଇନଥାଏ, କାରଣ କ୍ଷମା ମାଗିବା ବିନମ୍ର ମଣିଷର ଗୁଣ ହେଇଥାଏ, ଆଉ କ୍ଷମା କରିବା ଶକ୍ତିଶାଳୀ ମଣିଷର ଗୁଣ ହେଇଥାଏ। ମୂର୍ଖ ଆଉ ଜ୍ଞାନୀ ଲୋକଙ୍କ ଭିତରେ କେବଳ ଏତିକି ହିଁ ପାର୍ଥକ୍ୟ ଯେ ମୂର୍ଖ ଲୋକ ଅନ୍ୟର ଖରାପ ଗୁଣକୁ ଦେଖିଥାଏ, ହେଲେ ଜ୍ଞାନୀ ଲୋକ ଅନ୍ୟର ଭଲ ଗୁଣକୁ ହିଁ ଦେଖିଥାଏ। ଜୀବନ ଯୁଦ୍ଧରେ ଜିତିବାକୁ ହେଲେ ନିଜକୁ ହିଁ ଯୋଦ୍ଧା ସାଜି ଲଢ଼ିବାକୁ ପଡ଼ିଥାଏ, କାରଣ ଆଜିର ସ୍ୱାର୍ଥପର ଦୁନିଆରେ ଲୋକେ ଜ୍ଞାନ ତ ଦିଅନ୍ତି, ହେଲେ କେହି ସାଥ ଦିଅନ୍ତିନି। ବିଚାର ଆଉ ବ୍ୟବହାର ଏ ଦୁଇଟି ଏମିତି ଶକ୍ତି ଯାହା କେବଳ ବ୍ୟକ୍ତିତ୍ୱକୁ ନୁହଁ, ଜୀବନକୁ ବି ସୁନ୍ଦର କରିଦେଇଥାଏ। ଚେହେରା ସୁନ୍ଦର ହଉ କି ନ ହଉ, ନିଜ ବାଣୀକୁ ସୁନ୍ଦର ରଖିବା ଉଚିତ, କାରଣ ଲୋକେ ଚେହେରା ତ ଭୁଲି ଯାଆନ୍ତି, ହେଲେ କହିଥିବା କଥାକୁ ନୁହଁ। ନିଜ ବ୍ୟକ୍ତିତ୍ୱକୁ ସୁନ୍ଦର ରଖନ୍ତୁ, କାରଣ ବ୍ୟକ୍ତିତ୍ୱର ସେହି ଶକ୍ତି ଥାଏ ଯାହା ବିନା କଥାରେ ବି ଲୋକଙ୍କର ଅନ୍ତର୍ମନକୁ ଛୁଇଁ ଯାଇଥାଏ। ଯେଉଁ ମଣିଷ ଶିକ୍ଷା ପୂର୍ବରୁ ସଂସ୍କାର, ବ୍ୟାପାର ପୂର୍ବରୁ ବ୍ୟବହାର ଆଉ ଭଗବାନଙ୍କ ପୂର୍ବରୁ ବାପା ମାଆଙ୍କୁ ସମ୍ମାନ କରିବା ଜାଣିଥାଏ, ତା ଜୀବନରେ କେବେ ବି ସମସ୍ୟା ଆସିନଥାଏ। ଏ ଦୁଇଟି କଥାରେ ନିୟନ୍ତ୍ରଣ ରଖିବା ବହୁତ ଜରୁରୀ ହେଇଥାଏ। ଉପାର୍ଜନ ଠିକ୍ ନଥିଲେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ, ଆଉ ଉଚିତ ଜ୍ଞାନ ନଥିଲେ ନିଜ କଥା ଉପରେ ନିୟନ୍ତ୍ରଣ। କେବଳ ଚେହେରାକୁ ନୁହଁ, ନିଜ ହୃଦୟକୁ ବି ସୁନ୍ଦର ରଖିବା ଜରୁରୀ, କାରଣ ଚେହେରା ତ ଲୋକଙ୍କ ନଜରରେ ରହିଥାଏ, ହେଲେ ହୃଦୟ ଈଶ୍ୱରଙ୍କ ନଜରରେ ରହିଥାଏ। ନକାରାତ୍ମକ ଲୋକଙ୍କ ପାଖରୁ ନିଜକୁ ଦୂରେଇ ରଖନ୍ତୁ,
କାରଣ ସଙ୍ଗତିର ପ୍ରଭାବ ଜୀବନ ଉପରେ ପଡ଼ିଥାଏ। ଠିକ୍ ଯେମିତି ନିଆଁ ପାଖରେ ରହିଲେ ଗରମ, ଫୁଲ ପାଖରେ ରହିଲେ ସୁଗନ୍ଧ ଆଉ ପାଣି ପାଖରେ ରହିଲେ ଥଣ୍ଡାର ପ୍ରଭାବ ପଡ଼ିଥାଏ। ସମୟ ସୁଖୀକୁ ଦୁଃଖୀ ଆଉ ଦୁଃଖୀକୁ ସୁଖୀ କରିଦେଇଥାଏ। ଧନୀକୁ ଗରିବ ଆଉ ଗରିବକୁ ଧନୀ କରିଦେଇଥାଏ। ସେଥିପାଇଁ ସମୟକୁ କେବେ ନଷ୍ଟ କରନ୍ତୁନି, କାରଣ ସମୟ ଏତେ ଶକ୍ତିଶାଳୀ ଯେ କୋଇଲାକୁ ବି ହୀରାରେ ବଦଳାଇ ଦେଇଥାଏ। ଜୀବନରେ ବିନମ୍ରତା ସବୁଠୁ ଭଲ ଗୁଣ, ହେଲେ ଆବଶ୍ୟକତାଠୁ ଅଧିକ ବିନମ୍ରତା ଉଚିତ ନୁହଁ, କାରଣ ଅଧିକ ବିନମ୍ରତା ଲୋକଙ୍କର ସାହସ ଆଉ ଅହଙ୍କାରକୁ ବଢ଼ାଇ ଦେଇଥାଏ। ଭାବନାରେ ବୁଡ଼ିଯାଇ କାହାକୁ ଅତି ନିଜର କରିଦିଅନ୍ତୁନି। ନିଜ ଭାବନାକୁ ନିୟନ୍ତ୍ରଣ କରିବା ଶିଖନ୍ତୁ, କାରଣ ଏଇଟା କଳିଯୁଗ, ଯେଉଁଠି ନିଜ ସ୍ୱାର୍ଥ ପାଇଁ ଲୋକେ ଭଗବାନଙ୍କୁ ବି ବଦଳାଇ ଦିଅନ୍ତି, ସେଠି ଆପଣ ତ ଜଣେ ସାଧାରଣ ମଣିଷ। କୌଣସି ବି କାମରେ ସଫଳ ହେବା ପାଇଁ ବ୍ୟବହାରକୁ ଶିଶୁ ଭଳି, କର୍ମକୁ ଯୁବକ ଭଳି ଆଉ ନିଜ ଅନୁଭବକୁ ବୃଦ୍ଧଙ୍କ ଭଳି ରଖିବା ଜରୁରୀ ହୋଇଥାଏ। ଏ ଦୁନିଆରେ ବିନା ମୂଲ୍ୟରେ ତ କେବଳ ବାପା ମାଙ୍କର ସ୍ନେହ ହିଁ ମିଳିଥାଏ, ବାକି ଅନ୍ୟ ସବୁ ସମ୍ପର୍କ ପାଇଁ ମୂଲ୍ୟ ଦେବାକୁ ପଡ଼ିଥାଏ। କାହା କହିବାରେ ଯଦି ଭଲ କିମ୍ବା ଖରାପ ହେଇଯାଉଥାନ୍ତା, ତାହେଲେ ଏ ଦୁନିଆ ସ୍ୱର୍ଗ ନହେଲେ ନର୍କ ପାଲଟି ଯାଇଥାନ୍ତା। ସେଥିପାଇଁ ଏ କଥାକୁ କେବେ ଧ୍ୟାନ ଦିଅନ୍ତୁନି କି କିଏ କ'ଣ କହୁଛି ଆଉ କାହିଁକି କହୁଛି। କେବଳ ତାହା ହିଁ କରନ୍ତୁ ଯାହା ପ୍ରକୃତରେ ଠିକ୍ ଏବଂ ସତ। ଲୋକଙ୍କର କଟୁ କଥା ସମାଲୋଚନାକୁ ନେଇ ଚିନ୍ତା କରନ୍ତୁନି କି ମନ ଦୁଃଖ କରନ୍ତୁନି, କାରଣ ଖେଳରେ ଦର୍ଶକ ହିଁ କେବଳ ଚିତ୍କାର କରିଥାନ୍ତି, ଖେଳାଳି ନୁହଁ। ଏତିକି ମନେ ରଖିବେ, ଜୀବନଟା ବି ଗୋଟେ ଖେଳ ଆଉ ଆପଣ ଜଣେ ଖେଳାଳି। ଉଦାର ହୁଅନ୍ତୁ, ହେଲେ ନିଜକୁ ବ୍ୟବହାର ହେବାକୁ ଦିଅନ୍ତୁନି। ଭଲ ପାଆନ୍ତୁ, ହେଲେ ନିଜ ମନକୁ ଆଘାତ ଲାଗିବାକୁ ଦିଅନ୍ତୁନି। ବିଶ୍ୱାସ କରନ୍ତୁ, ହେଲେ ନିଜକୁ ମୂର୍ଖ କରିଦିଅନ୍ତୁନି। ଅନ୍ୟକୁ ଶୁଣନ୍ତୁ, ହେଲେ ନିଜ ବିଚାରକୁ ନଷ୍ଟ ହେବାକୁ ଦିଅନ୍ତୁନି। ଆଶା କରେ ଆଜିର ଏ ବିଚାର ଆପଣଙ୍କ ମନରେ ସକାରାତ୍ମକ ଭାବନା ଭରିଦେବ। ଭିଡ଼ିଓ ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ସେୟାର କରିବାକୁ ଭୁଲିବେନି, କମେଣ୍ଟ କରି ମତାମତ ଦେବେ। ପୁଣି ଆସିବି ନୂଆ ଏକ ଭିଡ଼ିଓରେ ନୂଆ କିଛି କଥା, ନୂଆ କିଛି ପ୍ରେରଣାକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର। ବନ୍ଦେ ଉତ୍କଳ ଜନନୀ।